ନାହିଁରେ ଚାଲିଛି ଜିଲ୍ଲା କୃଷି କାର୍ଯ୍ୟାଳୟ। ଖାଲି ପଡ଼ିଛି ଅଧାରୁ ଅଧିକ ପଦ। ରାଜ୍ୟ ସରକାର ଚାଷୀ ଓ କୃଷିର ବିକାଶ ପାଇଁ ଦିନରାତି ଗୋଟିଏ କରୁଥିବା ଡିଣ୍ଡିମ୍ ପିଟୁଛନ୍ତି, ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାରେ ଥିବା କୃଷି ଜିଲ୍ଲା କାର୍ଯ୍ୟାଳୟରୁ ଆସିଥିବା ଚିତ୍ର ସରକାରଙ୍କ କୃଷି ନୀତିର ଅସଲ ଚେହେରାକୁ ପଦାରେ ପକାଇଛି। କାଲିମେଳା କୃଷି ଜିଲ୍ଲା କାର୍ଯ୍ୟାଳୟ ହତା ଭିତରେ ରହିଛି ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର, ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉଦ୍ୟାନ କୃଷି କାର୍ଯ୍ୟାଳୟ, ସାର ଓ ବିହନ ବିକ୍ରୟ କେନ୍ଦ୍ର ଏବଂ ଏକ ବିରାଟ ସମ୍ମିଳନୀ କକ୍ଷ। ଏହି ସବୁଠି କର୍ମଚାରୀ ମରୁଡ଼ି, ସେଥିପାଇଁ କକ୍ଷରେ ତାଲା ଝୁଲୁଛି। ପୁରା କାର୍ଯ୍ୟାଳୟ ଜଣେ ଗୋଷ୍ଠୀ କୃଷି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ସହକାରୀ ଯନ୍ତ୍ରୀ ମାଲକାନଗିରିରେ ରହୁଥିବାରୁ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ବନ୍ଦ ପଡ଼ିଛି। ଉଦ୍ୟାନ କୃଷି କାର୍ଯ୍ୟାଳୟର ଅବସ୍ଥା ବି ସମାନ, ଫଳରେ ଚାଷୀମାନେ ଅଫିସ ଆସି ନିରାଶ ହୋଇ ଫେରୁଛନ୍ତି। କାଲିମେଳା ଓ ପଡ଼ିଆ ବ୍ଲକକୁ ନେଇ କାର୍ଯ୍ୟ କରୁଥିବା ଏହି କୃଷି କାର୍ଯ୍ୟାଳୟଟିରେ ମୋଟେରୁରୁ କାଲିମେଳାକୁ ସ୍ଥାନାନ୍ତରିତ ହୋଇଥିଲା। ସେତେବେଳେ 100% କର୍ମଚାରୀ ଥିଲେ। କାଳକ୍ରମେ ଅଧିକାରୀ ବଦଳି ହୋଇ ଚାଲିଗଲେ, ସେମାନଙ୍କ ସ୍ଥାନ ପୂରଣ ହେଲାନି। 2 ବର୍ଷ ହେଲା ପଡ଼ିଆ ବ୍ଲକର ଗୋଷ୍ଠୀ କୃଷି ଅଧିକାରୀ କାଲିମେଳା କୃଷି ଜିଲ୍ଲା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଜଣ କୃଷି ଅଙ୍କ ବଦଳରେ ଅଛନ୍ତି ଜଣ ଅଫିସର, ଟି ସହକାରୀ କୃଷି ଅଧିକାରୀ, ସିନିୟର ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। 31 ଗ୍ରାମ୍ୟ କୃଷି କର୍ମଚାରୀଙ୍କ ବଦଳରେ ଅଛନ୍ତି ମାତ୍ର 3 ଜଣ। ଜୁନିୟର ଆସିଷ୍ଟାଣ୍ଟ ଓ ଚପରାସି ବି ନାହାନ୍ତି, କେବଳ ଜଣେ ରାତ୍ର ଜଗୁଆଳି କାମ କରୁଥିବାର ଦେଖିବାକୁ ମିଳିଛି। କାଲିମେଳା କୃଷି ଜିଲ୍ଲା କାର୍ଯ୍ୟାଳୟ ହତା ଭିତରେ ରହିଛି ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର, ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଉଦ୍ୟାନ କୃଷି କାର୍ଯ୍ୟାଳୟ, ସାର ଓ ବିହନ ବିକ୍ରୟ କେନ୍ଦ୍ର ଏବଂ ଏକ ବିରାଟ ସମ୍ମିଳନୀ କକ୍ଷ। ଏହି ସବୁଠି କର୍ମଚାରୀ ମରୁଡ଼ି, ସେଥିପାଇଁ କକ୍ଷରେ ତାଲା ଝୁଲୁଛି। ପୁରା କାର୍ଯ୍ୟାଳୟ ଜଣେ ଗୋଷ୍ଠୀ କୃଷି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ସହକାରୀ ଯନ୍ତ୍ରୀ ମାଲକାନଗିରିରେ ରହୁଥିବାରୁ ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ବନ୍ଦ ପଡ଼ିଛି। ଉଦ୍ୟାନ କୃଷି କାର୍ଯ୍ୟାଳୟର ଅବସ୍ଥା ବି ସମାନ, ଫଳରେ ଚାଷୀମାନେ ଅଫିସ ଆସି ନିରାଶ ହୋଇ ଫେରୁଛନ୍ତି। କାଲିମେଳା ଓ ପଡ଼ିଆ ବ୍ଲକକୁ ନେଇ କାର୍ଯ୍ୟ କରୁଥିବା ଏହି କୃଷି କାର୍ଯ୍ୟାଳୟଟିରେ ମୋଟେରୁରୁ କାଲିମେଳାକୁ ସ୍ଥାନାନ୍ତରିତ ହୋଇଥିଲା। ସେତେବେଳେ 100% କର୍ମଚାରୀ ଥିଲେ। କାଳକ୍ରମେ ଅଧିକାରୀ ବଦଳି ହୋଇ ଚାଲିଗଲେ, ସେମାନଙ୍କ ସ୍ଥାନ ପୂରଣ ହେଲାନି। 2 ବର୍ଷ ହେଲା ପଡ଼ିଆ ବ୍ଲକର ଗୋଷ୍ଠୀ କୃଷି ଅଧିକାରୀ କାଲିମେଳା କୃଷି ଜିଲ୍ଲା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଜଣ କୃଷି ଅଙ୍କ ବଦଳରେ ଅଛନ୍ତି ଜଣ ଅଫିସର, ଟି ସହକାରୀ କୃଷି ଅଧିକାରୀ, ସିନିୟର ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। 31 ଗ୍ରାମ୍ୟ କୃଷି କର୍ମଚାରୀଙ୍କ ବଦଳରେ ଅଛନ୍ତି ମାତ୍ର 3 ଜଣ। ଜୁନିୟର ଆସିଷ୍ଟାଣ୍ଟ ଓ ଚପରାସି ବି ନାହାନ୍ତି, କେବଳ ଜଣେ ରାତ୍ର ଜଗୁଆଳି କାମ କରୁଥିବାର ଦେଖିବାକୁ ମିଳିଛି।